ଭାଇ ଆପଣ ପରିଚୟ? ମୋ ନାଁ ସମ୍ବରନାଥ ଜେନା। ଆଉ ସାର୍ ସକାଳଟାରୁ ଖାଇବା ପାଇଁ ବନେଇବାକୁ ଗଲାବେଳକୁ ଗ୍ୟାସ୍ରେ ଲିକେଜ୍ ଥିବାରୁ ଲାଗିଯାଇଛି ନିଆଁ। ମୁଁ ସାର୍ ଏବେ 2-4 ଦିନ ହେଲା ଆସିଥିଲି, ଭଉଣୀ ବାହାଘର ହବ, ଘର କାମ କରିବି ଏମିତି ଆସିଥିଲି, କପଡ଼ା ତାର ଲଗେଇଲି। ଟଙ୍କା ଆଣିଥିଲି 40,000 ଟଙ୍କା ବାହାର ଆଣିଥିଲି, କାଲି 20,000 ଟଙ୍କା ATM ଯାଇ ପୁଣି ଉଠିକି ଆଣିଥିଲି, 60,000 ଟଙ୍କା ଭଳିଆ ରଖିଥିଲି କାମ କରିବି, 2-4 ଦିନ ଭିତରେ କାମ କରିବି ବୋଲି। ସବୁ ସାର୍ ପଇସା ବି ଜଳେଇ ଯାଇଛି ସାର୍। ନାହିଁ କେତେଟା ପରିବାର ବର୍ତ୍ତମାନ ଦେଖୁଛୁ? 6 ଖଣ୍ଡ ପରିବାର ବର୍ତ୍ତମାନ ନା 6ଟା ପରିବାର ସାର୍ ଏଇଠି ସାର୍ ହେଇଯାଇଛି। ସରକାରୀ ଅଧିକାରୀ ଆସିଥିଲେ? ସରକାରୀ ଅଧିକାରୀ ସାର୍ RI ଘର ଇଏ ଆସିଥିଲେ, ସିଏ କ'ଣ ରିପୋର୍ଟ କ'ଣ ଲେଖିକି ନିଅନ୍ତି। ଆଉ ଏମିତି ସାର୍ ଘରେ ବି ସବୁ ଟିଭି ବି ସବୁ ଥିଲା, ସିଏ ବି ସବୁ ନଷ୍ଟ ହେଇଯାଇଛି। ଧାନ ଚାଉଳ ପ୍ୟାଣ୍ଟ ସାର୍ଟ ଯାହା ସବୁ କପଡ଼ା ତ ସବୁ ସେ ଘରେ ରଖିଥିଲୁ, କାହିଁକିନା ପଛ ଘରେ ଯେହେତୁ କାମ କରୁଥିଲୁ ଟିକେ ସବୁ ଆଣିକି ଜିନିଷ ପତ୍ର କାଗଜ ଡକ୍ୟୁମେଣ୍ଟ ସବୁଠି ଆଣି ସାର୍ ରଖିଥିଲୁ, ଯାହା ଜିନିଷ ସବୁ ନଷ୍ଟ ହେଇଯାଇଛି ସବୁ। ଆଉ ଏମିତି ସାର୍ ଆଉ ପଇସା ବି ସବୁ ହେଇଯାଇଛି। ଆଉ ତାଙ୍କ ଝିଅ ପାଇଁ ରଖିଥିଲି ଜିନିଷ ପତ୍ର କରିକି, ସିଏ ବି ନାହିଁ। ଏମିତି ସାନ୍ତ୍ୱନା କ'ଣ ଦେଲେ ସରକାର ଯୋଉ ଅଧିକାରୀ ଆସିଲେ? କାହିଁ ସରକାର ସାର୍ କାହିଁ କ'ଣ କହିଲେଣି, କାହିଁ କିଛି ତ କହିଲେନି, କିଛି ଉତ୍ତର ଦେଲେନି, କିଛି କହିନାହାନ୍ତି। ଆଉ କୋଉଠି କାହିଁକି ହେଲେ କିଛି ଜବାବ ତାଙ୍କର ବି ସେ ନାହିଁ, ଖାଲି କ'ଣ ରିପୋର୍ଟ ଲେଖି ନେଲେ ସେତିକି, କିଛି ଜଣେଇଲେନି। ସରକାର କ'ଣ କହିବେ? ସରକାରକୁ କ'ଣ ସାର୍ କହିବି, ସରକାର କ'ଣ କରିବେ ଯେ ସେଇ କ୍ଷୟକ୍ଷତି ଅନୁସାରେ ଇଏ କରନ୍ତେ। ଆଉ ଏମିତି ସାର୍ ଇଏ ପଇସା ଇଏ ସବୁ ସୁବିଧା ଟିକେ କଲେ ଇଏ ହୁଅନ୍ତା। ଭଉଣୀ ବାହାଘର ସାର୍ କରିବି ବୋଲି ରଖିଥିଲି, ଖରାଦିନ ଆଡ଼ିକି କରିବି ବୋଲି। ସେଥିରେ ଘର ପଡ଼ିବାର ଆମକୁ ରିପୋର୍ଟ ମିଳିଗଲା ପରେ RI ଯାଇଥିଲେ ସ୍ପଟ୍ ଇନକ୍ୱାରି କରିକି ଆସିଛନ୍ତି। ଆଉ ଏବେ ଇଣ୍ଟରିମ୍ ମେଜର୍ସ ହିସାବରେ ଆମେ ତାଙ୍କୁ ପଲିଥିନ୍ ପ୍ରୋଭାଇଡ୍ କରିଛୁ। ତାପରେ RI ରିପୋର୍ଟ ଦେବେ, ଫାୟାର ରିପୋର୍ଟ ଆସିଲା ପରେ ଆମେ ଡିଷ୍ଟ୍ରିକ୍ଟ ଏମର୍ଜେନ୍ସି ସେକ୍ସନକୁ ପଠେଇବୁ, ତାଙ୍କର ଯାହା ବି ଏକ୍ସଗ୍ରେସିଆ ଅଛି ସେ ପାଇବେ। ସେ ତ ପ୍ରପର ସ୍ପଟ୍ ଭେରିଫିକେସନ ପରେ ଜଣା ପଡ଼ିବ କ'ଣ କେତେ କ୍ଷୟକ୍ଷତି ହେଇଛି, କିନ୍ତୁ ଆମ ହିସାବରେ ଯାହା ବି ତାର ରହିଛି ମିଳିବା ପାଇଁ ହାଉସ୍ ଡ୍ୟାମେଜର, ସେଟା ଆମେ ଏମର୍ଜେନ୍ସି ତରଫରୁ ଦେବୁ ତାଙ୍କୁ।